ବାଲେଶ୍ୱରରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ପତାକା ଦେଖାଇ ଏହି ସଚେତନତା ରଥ ପରିକ୍ରମା ଶୁଭାରମ୍ଭ କରିଥିଲେ। ବାଲେଶ୍ୱର ଜିଲ୍ଲାରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଜିଲ୍ଲା ସ୍ତରରେ ସଚେତନତା ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ। ଏହି ସଚେତନତା ରଥ ମାଧ୍ୟମରେ ସମସ୍ତ ନାଗରିକମାନଙ୍କୁ ସଚେତନ କରାଇବା ସହିତ ଏହି ଘୃଣ୍ୟ ଓ କୁପ୍ରଥାକୁ ବିମୋଚନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସର୍ବଦା ପ୍ରୟାସରତ। ତେଣୁ ସରକାରଙ୍କ ପକ୍ଷରୁ ଜାରି ଶିଶୁ ଶ୍ରମିକ ନିରୋଧ ଆଇନକୁ ମାନି ଏକ ସୁସ୍ଥ ଭବିଷ୍ୟତ ପାଇଁ ଶିଶୁ ଶ୍ରମିକ ପ୍ରଥାକୁ ରୋକାଯିବା ଦିଗରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ। देखो आम समाज रे शिशु श्रमिक गोटे व्याधि कहले भूल हेनी। अनेक समय देखा जाए विभिन्न कारण छोट शिशु मैंने बहुत जगह कम लगा हो जोटा कि नियम विरुद्ध अच्छी 14 वर्ष कम शिशु जो समय से मैंने खेलवा कथा पाठ पढ़ा कथा निज भविष्य गढ़ा कथा से समय अनेक समय पारिवारिक बोझ हो अन्य कौन कारण हो से अनेक क्षेत्र कम लगा हो जोटा कि नियम विरुद्ध अच्छी। तो आम समस्त को सामूहिक भाव में काम कर माने उद्यम करार अच्छी शिशु श्रम प्रथा को लोप करार अच्छी थैथान करार अच्छी उपयुक्त शिक्षा प्रदान करार अच्छी एवं समाज रे मुख्य सामिल करी से माने भविष्य केमी सुनागरिक हो पारे निजे गोटे ठिया हो पारे समाज को सहभागिता हो पारे तार उद्यम कराया दरकार से आज गोटे सचेतन रथ विभाग कहूँ कि जो भी आम नजर शिशु अच्छा बोले आम उद्धार करवा थैथान कराया उपयुक्त शिक्षा प्रदान करा से उद्देश्य ये रथ आज बाहर। 14 वर्षରୁ କମ୍ ବୟସର ପିଲାଙ୍କୁ କୌଣସି ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଏକ ଦଣ୍ଡନୀୟ ଅପରାଧ ଓ ଶିଶୁ ଶ୍ରମ ଅଧିନିୟମ 1986 ଅନୁସାରେ ଭାରତ ସରକାର ଏହାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି। ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ 50,000 ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ। ଶିଶୁମାନଙ୍କୁ କାର୍ଯ୍ୟରେ ଓ କିଶୋରମାନଙ୍କୁ ବୃତ୍ତିରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଉଭୟ ଜେଲ ଦଣ୍ଡ ଓ ଜରିମାନା ହୋଇପାରେ। ସେହିପରି ଦ୍ୱିତୀୟ ଥର ଭୁଲ କରୁଥିବା ବ୍ୟକ୍ତିଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଆୟୁକ୍ତ ସନ୍ତୋଷ କୁମାର ମହାନ୍ତି, ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କିଶୋର ପ୍ରଧାନଙ୍କ ସହ ଶ୍ରୀହରି ସାୟନ ସାମଲ, କୁମାର ବାସୁଦେବ ପଣ୍ଡା, ଶୈଳସୂତା ଦାସ, ଶିବାଙ୍ଗିନୀ ହେମ୍ବ୍ରମ, ତୁଷାରକାନ୍ତ ଜେନା, ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖଙ୍କ ସହ ସହକାରୀ ଶ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା।